କାହାଣୀ ପୂର୍ବଜନ୍ମ କର୍ମର ଫଳ। ମଥୁରାରେ ଜଣେ ଧନୀ ଲୋକ ଥିଲେ, ନା ତାଙ୍କର କୁବେର ଦାସ। ଧନ ଦୌଲତରେ ପରିପୂର୍ଣ୍ଣ ତାଙ୍କର ବ୍ୟବସାୟ ଠିକ୍ଠାକ୍ ଚାଲୁଥାଏ। ଦିନେ ବ୍ୟବସାୟ ଉଦ୍ଦେଶ୍ୟରେ ଅନେକ ପଣ୍ୟଦ୍ରବ୍ୟ ଧରି ଯାଉଥିବା ତାଙ୍କ ବୋଇତଟି ପାଣିରେ ବୁଡ଼ିଯିବାରୁ ତାଙ୍କର ବିପୁଳ କ୍ଷତି ହେଲା। ଏହାର କିଛି ଦିନ ପରେ ତାଙ୍କ ଗୋଦାମ ଘରେ ନିଆଁ ଲାଗିଗଲା। ସମସ୍ତ ଖାଉଟି ଦ୍ରବ୍ୟ ପୋଡ଼ି ପାଉଁଶ ହୋଇଗଲା। ପରେ ପରେ ଚୋରମାନେ ପଶି ଆଉ ଯାହା ଥିଲା ସବୁ ଲୁଟି ନେଲେ। ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ସହ୍ୟ କରି ନ ପାରି କୁବେର ଦାସ ଭାଙ୍ଗି ପଡ଼ିଲେ। ଦୁଃଖ ଓ ଦୁଶ୍ଚିନ୍ତାରୁ ମୁକ୍ତ ହେବା ପାଇଁ ନିଜ ଘର ଛାଡ଼ି ସେ ଏଣେ ତେଣେ ବୁଲିଲେ। ତାଙ୍କ ମନ ଅଶାନ୍ତ ହୋଇଗଲା ଓ ଶାନ୍ତି ଚାହୁଁଥିଲା। ବାଟରେ ଯାଉ ଯାଉ ଧର୍ମକୁମାର ନାମକ ଜଣେ ମୁନିଙ୍କ ସହ ତାଙ୍କର ଦେଖା ହେଲା। ମୁନିଙ୍କ ଦେହରେ ଅଙ୍ଗବସ୍ତ୍ର ଓ କମଣ୍ଡଳୁ ବ୍ୟତୀତ ଆଉ କିଛି ନଥିଲା। ଅବିଚଳିତ ଶାନ୍ତ ସ୍ଥିର ମୁନିଙ୍କ ମୁହଁରେ ପ୍ରଶାନ୍ତର ଭାବ ଥିଲା। ତାଙ୍କର ସେହି ଶାନ୍ତ ସୌମ୍ୟ ମୁଖମଣ୍ଡଳ ସ୍ମିତ ହାସ୍ୟ କୁବେର ଦାସଙ୍କୁ ଆକୃଷ୍ଟ କଲା। କୁବେର ଦାସ ତାଙ୍କୁ ସାକ୍ଷାତ ହୋଇ ପ୍ରଣାମ କଲେ। ନିଜର ଦୁଃଖ ଦୈନ୍ୟ ବିଷୟରେ ଜଣାଇଲେ। କେଉଁ କାମ ପାଇଁ ତାଙ୍କୁ ଏତେ ବଡ଼ ଦଣ୍ଡ ମିଳିଲା ବୋଲି ମୁନିବରଙ୍କୁ ପଚାରିଲେ। ମୁନି ଧର୍ମକୁମାର ଆଗନ୍ତୁକଙ୍କ ପ୍ରଶ୍ନ ଶୁଣି ଧ୍ୟାନସ୍ଥ ହେଲେ। ଧ୍ୟାନରୁ ଉଠି କହିଲେ, ତୁମେ ପୂର୍ବଜନ୍ମରେ ଅମ୍ବିକା ନଗରୀରେ ଜନ୍ମଗ୍ରହଣ କରିଥିଲ। ତୁମର ବଡ଼ ଭାଇ ଧର୍ମପରାୟଣ ଥିଲେ। ସେ ନିଜ ସମ୍ପତ୍ତିରୁ ଯଥାସମ୍ଭବ ପାତ୍ରତା ଦେଖି ଲୋକଙ୍କୁ ଦାନ କରୁଥିଲେ। ଅନ୍ନଦାନ, ବସ୍ତ୍ରଦାନ, ସ୍ୱର୍ଣ୍ଣଦାନ, ଗୋଦାନ ଭଳି ଅନେକ ଦାନ ଦୁଃଖୀ ଦରିଦ୍ର ନିରାଶ୍ରୟଙ୍କ ଅଭାବ ମୋଚନ ପାଇଁ କରୁଥିଲେ। ତାଙ୍କର ଉଦାର ସ୍ୱଭାବ ପାଇଁ ନଗରବାସୀ ତାଙ୍କୁ ବହୁତ ସମ୍ମାନ କରୁଥିଲେ। ନିଷ୍କାମ ଦାନ ଯୋଗୁଁ ତାଙ୍କର ସମ୍ପତ୍ତି ବେଳକୁ ବେଳ ବଢ଼ୁଥିଲା। କିନ୍ତୁ ତୁମେ ନୀଚ ପ୍ରକୃତିର ଥିଲ। ଅଧର୍ମ ଓ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ତୁମ ଜୀବନର ସ୍ୱଭାବ ଥିଲା। ଅନ୍ୟର ସମ୍ପତ୍ତି ଅନ୍ୟାୟ ଉପାୟରେ ହଡ଼ପ କରୁଥିଲ। ଅସଂଯମତା କାରଣରୁ ତୁମର ସମ୍ପତ୍ତି ସରିଗଲା। ବଡ଼ ଭାଇଙ୍କ ଉନ୍ନତି ଓ ପ୍ରଶଂସା ସହି ନ ପାରି ତୁମେ ତାଙ୍କୁ ହତ୍ୟା କଲ। ଶେଷରେ ତୁମେ ମୃତ୍ୟୁବରଣ କଲ। ଏବେ ଏହି ଜନ୍ମର ବିପର୍ଯ୍ୟୟର କାରଣ ହେଉଛି ତୁମ ପୂର୍ବଜନ୍ମର ଅର୍ଜିତ କର୍ମ। ଏକଥା ଶୁଣି କୁବେର ଦାସ ପଚାରିଲେ, ପୂର୍ବଜନ୍ମରେ ଭଲ କାମ କରିଥିବା ମୋର ବଡ଼ ଭାଇ ଏବେ କେଉଁଠି ଅଛନ୍ତି, ଆଉ କିପରି ଅଛନ୍ତି? ଧର୍ମକୁମାର ହସି ହସି କହିଲେ, ତୁମ ସମ୍ମୁଖରେ ତୁମ ପ୍ରଶ୍ନର ଯିଏ ଉତ୍ତର ଦେଉଛନ୍ତି ସିଏ ହିଁ ତୁମ ପୂର୍ବଜନ୍ମର ବଡ଼ ଭାଇ।